108ଟି ମହାଶକ୍ତିଶାଳୀ ବିଚାର ଚାଣକ୍ୟ ନୀତି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ନିହାତି ଭାବରେ ଆପଣଙ୍କୁ ଭଲ ଲାଗିବ। ଚାଲନ୍ତୁ ଆରମ୍ଭ କରିବା। ଚାଣକ୍ୟ ଜଣେ ଶିକ୍ଷକ, ଦାର୍ଶନିକ, ଅର୍ଥନୀତିଜ୍ଞ ଏବଂ ରାଜନେତା ଥିଲେ, ଯିଏକି ଭାରତୀୟ ରାଜନୈତିକ ଗ୍ରନ୍ଥ ଅସ୍ତ୍ରଶାସ୍ତ୍ର ଲେଖିଥିଲେ। ସେ ମୌର୍ଯ୍ୟ ରାଜବଂଶର ସ୍ଥାପନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କର ନୀତି ଅନୁସରଣ କରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମ୍ରାଟ ହୋଇଥିଲେ। ଚାଣକ୍ୟ ତାଙ୍କ ନୀତିରେ ମାନବ ସମାଜ କଲ୍ୟାଣ ସହ ଜଡ଼ିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। କୁହାଯାଏ ଯେ ତାଙ୍କ ନୀତି ଅନୁସରଣ କରୁଥିବା ବ୍ୟକ୍ତିଙ୍କ ଜୀବନ ସରଳ ଏବଂ ସୁଖମୟ ହୋଇଥାଏ। ଆଜିର ଯୁଗରେ ଚାଣକ୍ୟଙ୍କ ନୀତି ବହୁତ ଲୋକପ୍ରିୟ। ତାଙ୍କର ନୀତି ସବୁବେଳେ ଲୋକଙ୍କୁ ମାର୍ଗଦର୍ଶନ କରିବାର କାର୍ଯ୍ୟ କରିଆସୁଛି। ଏଠାରେ ତାଙ୍କ ନୀତିକୁ ଅତି ସରଳ ଭାଷାରେ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବା। କାମ ବାସନା ଭଳି ବିନାଶକାରୀ ଅନ୍ୟ କୌଣସି ରୋଗ ନାହିଁ। ଅଳସୁଆ ବ୍ୟକ୍ତିର ବର୍ତ୍ତମାନ ଏବଂ ଭବିଷ୍ୟତ ବୋଲି କିଛି ନଥାଏ। ଅନ୍ୟାୟ ଭାବରେ ପ୍ରାପ୍ତ କରିଥିବା ଧନ ନିଶ୍ଚିନ୍ତ ଭାବରେ ନଷ୍ଟ ହୋଇଯାଏ। ଜଣେ ବ୍ୟକ୍ତି ଯଦି ନିଜର ଲକ୍ଷ୍ୟ ସ୍ଥିର କରିପାରିବ ନାହିଁ, ସେ ଜୀବନ ଯୁଦ୍ଧରେ ଜିତିପାରିବ ନାହିଁ। ଦୁନିଆର ସବୁଠାରୁ ବଡ଼ ଶକ୍ତି ହେଉଛି ସ୍ତ୍ରୀର ଯୌବନ ଏବଂ ସୌନ୍ଦର୍ଯ୍ୟ। ସାପ ବିଷାକ୍ତ ନ ହେଲେ ବି ବିଷାକ୍ତ ହେବାର ଅଭିନୟ କରିବା ଉଚିତ। ମଣିଷର ମନ ହିଁ ସ୍ଥିର କରିଥାଏ ଯେ ସେ ବନ୍ଧନଯୁକ୍ତ ବା ସ୍ୱାଧୀନ। ଜଣେ ପ୍ରକୃତ ପୁଅ ଆଜ୍ଞାକାରୀ, ପ୍ରକୃତ ପିତା ସ୍ନେହୀ ଏବଂ ପ୍ରକୃତ ବନ୍ଧୁ ସଚ୍ଚୋଟ ହୋଇଥାଏ। ଯେ ପର୍ଯ୍ୟନ୍ତ ଶତ୍ରୁର ଦୁର୍ବଳତା ଜଣାପଡ଼େ ନାହିଁ, ସେ ପର୍ଯ୍ୟନ୍ତ ତାଙ୍କୁ ବନ୍ଧୁ ଭଳି ବ୍ୟବହାର କରିବା ଉଚିତ। ଜଣେ ମୂର୍ଖ ବ୍ୟକ୍ତି ପାଇଁ ପୁସ୍ତକ ସେତିକି ଉପଯୋଗୀ ଯେତିକି ଗୋଟିଏ ଦର୍ପଣ ଜଣେ ଅନ୍ଧ ପାଇଁ ଉପଯୋଗୀ। ତୁମେ ଯାହା ପାଇଁ ଯୋଗ୍ୟ ତାହାଠାରୁ କମ୍ ବେଶୀ ବି ଗ୍ରହଣ କର ନାହିଁ, କାରଣ ଏହା ତୁମର ଅଭିମାନ ନୁହେଁ, ସ୍ୱାଭିମାନ। ସବୁଠାରୁ ବଡ଼ ଗୁରୁମନ୍ତ୍ର ଏହା ଯେ ତୁମର ଗୁପ୍ତ କଥା କାହାକୁ କୁହ ନାହିଁ। ଏହା ତୁମର ଧ୍ୱଂସ କରିଦେବ। ଫୁଲର ସୁଗନ୍ଧ କେବଳ ପବନ ବହୁଥିବା ଦିଗରେ ବ୍ୟାପିଥାଏ, କିନ୍ତୁ ମନୁଷ୍ୟର ଉତ୍ତମ ଗୁଣ ପ୍ରତ୍ୟେକ ଦିଗରେ ବ୍ୟାପିଥାଏ। ଜଣେ ବୁଦ୍ଧିମାନ ବ୍ୟକ୍ତି ନିଜ ସନ୍ତାନମାନଙ୍କୁ ଅତି ଯତ୍ନର ସହିତ ଲାଳନ ପାଳନ କରେ, କାରଣ ଉଚ୍ଚ ମନୋଭାବ ଥିବା ଜଣେ ଶିକ୍ଷିତ ବ୍ୟକ୍ତି ହିଁ ସମାଜରେ ପ୍ରକୃତ ସମ୍ମାନ ପାଇଥାଏ। ଏପରି ଲୋକଙ୍କ ସହିତ କଦାପି ବନ୍ଧୁତା କରନ୍ତୁ ନାହିଁ, ଯିଏ ଆପଣଙ୍କଠାରୁ ଉଚ୍ଚ ବା ନୀଚ ସ୍ତରର ହୋଇଥିବ। ଏହିପରି ବନ୍ଧୁତା ଆପଣଙ୍କୁ କଦାପି ଖୁସି ଦେବ ନାହିଁ। ନଦୀ, ଅସ୍ତ୍ରଶସ୍ତ୍ର ଧରିଥିବା ପୁରୁଷ, ପଞ୍ଝା ବା ସିଂହ ଥିବା ପଶୁ, ସ୍ତ୍ରୀ ଏବଂ ରାଜ ପରିବାରର ସଦସ୍ୟଙ୍କୁ ବିଶ୍ୱାସ କର ନାହିଁ। ନଦୀ କୂଳରେ ଥିବା ଗଛ, ପରପୁରୁଷ ଘରେ ଥିବା ଜଣେ ସ୍ତ୍ରୀ ଏବଂ ପରାମର୍ଶଦାତା ବିନା ଜଣେ ରାଜା ନିଶ୍ଚିନ୍ତ ଭାବରେ ଶୀଘ୍ର ବିନାଶ ଆଡ଼କୁ ଯାଆନ୍ତି। ଯେଉଁ ବ୍ୟକ୍ତିର ଆଚରଣ ମନ୍ଦ, ଯେଉଁ ବ୍ୟକ୍ତିର ଦୃଷ୍ଟି ଅଶୁଦ୍ଧ ଏବଂ ଯିଏ ନିଜର କୁଟିଳତା ପାଇଁ ପ୍ରସିଦ୍ଧ, ସେପରି ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିଲେ ଶୀଘ୍ର ପତନ ନିଶ୍ଚିନ୍ତ ହୋଇଥାଏ। ଆପଣ ଯାହା କରିବାକୁ ଚିନ୍ତା କରିଛନ୍ତି ତାକୁ କେବେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ, କିନ୍ତୁ ଏହାକୁ ଜ୍ଞାନୀ ପରିଷଦ ଦ୍ୱାରା ଗୁପ୍ତ ରଖନ୍ତୁ ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ଦୃଢ଼ ସଂକଳ୍ପ କରନ୍ତୁ। ଜଣେ ପ୍ରକୃତ ବନ୍ଧୁ ହେଉଛନ୍ତି ସିଏ, ଯିଏ ଆବଶ୍ୟକତା, ଦୁର୍ଭାଗ୍ୟ, ଦୁର୍ଭିକ୍ଷ, ଯୁଦ୍ଧ ସମୟରେ, ରାଜାଙ୍କ ଦରବାରରେ କିମ୍ବା ଶ୍ମଶାନରେ ଆମର ସାଙ୍ଗ ଛାଡ଼େ ନାହିଁ। ଏପରି ଦେଶରେ ବାସ କର ନାହିଁ ଯେଉଁଠାରେ ତୁମର ସମ୍ମାନ ନାହିଁ। ତୁମେ ତୁମର ଜୀବିକା ନିର୍ବାହ କରିପାରିବ ନାହିଁ କିମ୍ବା ଜ୍ଞାନ ଅର୍ଜନ କରିପାରିବ ନାହିଁ। ମୂର୍ଖକୁ ଉପଦେଶ ଦେବା, ଦୁଷ୍ଟ ସ୍ତ୍ରୀର ଯତ୍ନ ନେବା ଏବଂ ଏକ ନିର୍ବୋଧ ଏବଂ ଅସନ୍ତୁଷ୍ଟ ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିବା ଅଜ୍ଞାନୀର କାମ ଅଟେ। ଯେଉଁମାନେ ସଚ୍ଚୋଟ ଭାବରେ କାର୍ଯ୍ୟ କରନ୍ତି ସେମାନେ ସବୁଠାରୁ ଖୁସି ଅଟନ୍ତି। ମୂର୍ଖତା ପ୍ରକୃତରେ ଯନ୍ତ୍ରଣାଦାୟକ। ଯୌବନ ମଧ୍ୟ ଯନ୍ତ୍ରଣାଦାୟକ, କିନ୍ତୁ ଅନ୍ୟର ଘରେ ରହିବା ସବୁଠାରୁ ଅଧିକ ଯନ୍ତ୍ରଣାଦାୟକ ଅଟେ। ଜଣେ ବୁଦ୍ଧିମାନ ବ୍ୟକ୍ତି ତା'ର ଇନ୍ଦ୍ରିୟକୁ ସାରସ ପରି ନିୟନ୍ତ୍ରଣ କରିବା ଉଚିତ ଏବଂ ନିଜର ସ୍ଥାନ, କାଳ ଏବଂ ଯୋଗ୍ୟତା ଜାଣି ନିଜର ଉଦ୍ଦେଶ୍ୟ ହାସଲ କରିବା ଉଚିତ। ଧନ ଆସେ ଏବଂ ଚାଲିଯାଏ, ଜୀବନ ଯାଏ ଏବଂ ଆତ୍ମା ଚାଲିଯାଏ। କିଛି ବି ଚିରସ୍ଥାୟୀ ରହେ ନାହିଁ। କେବଳ ବ୍ୟକ୍ତିର ବିଶ୍ୱାସ ହିଁ ସର୍ବଦା ଦୃଢ଼ ରହିଥାଏ। ବ୍ୟକ୍ତିର ବର୍ତ୍ତମାନ ପରିସ୍ଥିତିକୁ ଆଧାର କରି ତା'ର ଭବିଷ୍ୟତକୁ ଆକଳନ କର ନାହିଁ, କାରଣ ସମୟର ଏତେ ଶକ୍ତି ଅଛି ଯେ ସେ କଳା କୋଇଲିକୁ ଉଜ୍ଜ୍ୱଳ ହୀରାରେ ପରିଣତ କରିପାରିବ। ଈଶ୍ୱରୀୟ ମଞ୍ଜକୁ
ଉଠିବାକୁ ଇଚ୍ଛା କରୁଥିବା ବ୍ୟକ୍ତିଙ୍କୁ ନିଜର ବାଣୀର ପବିତ୍ରତା, ମନ, ଇନ୍ଦ୍ରିୟ ଏବଂ ଗୋଟିଏ ଦୟାଳୁ ହୃଦୟର ଆବଶ୍ୟକତା ରହିଥାଏ। ଜଣେ ଅତ୍ୟଧିକ ସଚ୍ଚୋଟ ହେବା ଉଚିତ ନୁହେଁ, କାରଣ ପ୍ରଥମେ ସିଧା ଗଛ କଟାଯାଏ ଏବଂ ସଚ୍ଚୋଟ ବ୍ୟକ୍ତିମାନଙ୍କୁ ପ୍ରଥମେ ହରଡ଼ ଘରଣାରେ ପେଶାଯାଏ। ଯଦିଓ ମଣିକୁ ପାଦ ତଳେ ରଖାଯାଏ ଏବଂ ଦର୍ପଣକୁ ମୁଣ୍ଡରେ ରଖାଯାଏ, ତେବେ ବି ମଣି ନିଜର ମୂଲ୍ୟ ହରାଏ ନାହିଁ। ପୁରୁଷଙ୍କ ତୁଳନାରେ ମହିଳାମାନେ 2 ଗଣା ଭୋକିଲା, 4 ଗୁଣି ଲଜ୍ଜାଶୀଳ, 6 ଗୁଣି ସାହସୀ ଏବଂ 8 ଗୁଣା ବାସନାପ୍ରିୟ ହୋଇଥାନ୍ତି। ଏହି ଧାରଣା ତ୍ୟାଗ କରନ୍ତୁ ଯେ ଆସକ୍ତି ଏବଂ ପ୍ରେମ ଗୋଟିଏ କଥା। ସେମାନେ ଶତ୍ରୁ ଅଟନ୍ତି। ଆସକ୍ତି ହିଁ ସବୁ ପ୍ରକାରର ପ୍ରେମକୁ ନଷ୍ଟ କରିଥାଏ। ଅସତ୍ୟ, ଚପଳତା, ପ୍ରତାରଣା, ମୂର୍ଖତା, ଅପରିଷ୍କାରତା, ନିଷ୍ଠୁରତା ଏବଂ କ୍ରୋଧ ହେଉଛି ମହିଳାମାନଙ୍କର 7ଟି ସ୍ୱାଭାବିକ ଦୋଷ। ଏହି ପୃଥିବୀରେ 3ଟି ରତ୍ନ ଅଛି, ଅନ୍ନ, ଜଳ ଏବଂ ମିଠା ବଚନ। ମୂର୍ଖ ଲୋକମାନେ ପଥର ଖଣ୍ଡକୁ ରତ୍ନ ଭାବରେ ବିବେଚନା କରନ୍ତି। ମିତ୍ର, ପତ୍ନୀ ଏବଂ ରାଜ୍ୟ ହରାଇଥିଲେ ପୁଣି ଆମେ ଫେରି ପାଇବା, କିନ୍ତୁ ଯଦି ଶରୀର ହଜିଯାଏ ତେବେ ତାହା କେବେ ହେଲେ ଫେରିବ ନାହିଁ। ଅସୁସ୍ଥତା, ଦୁର୍ଭାଗ୍ୟ, ଦୁର୍ଭିକ୍ଷ ଏବଂ ଶତ୍ରୁର ଆକ୍ରମଣ ସମୟରେ ଯିଏ ଆପଣଙ୍କୁ ସାହାଯ୍ୟ କରେ ସେ ପ୍ରକୃତ ଅର୍ଥରେ ଆପଣଙ୍କର ଭାଇ ଅଟେ। ସେହି ଘୃଣ୍ୟ ବ୍ୟକ୍ତି ଯେଉଁମାନେ ଅନ୍ୟମାନଙ୍କର ଗୁପ୍ତଦୋଷ ବିଷୟରେ କଥାବାର୍ତ୍ତା କରନ୍ତି, ସେମାନେ ସେପରି ନଷ୍ଟ ହୋଇଯାନ୍ତି ଯେପରି ସାପମାନେ ପିମ୍ପୁଡ଼ି ଗଦା ଉପରେ ବୁଲିଲେ ହୁଅନ୍ତି। ପାପାର୍ଜିତ ଧନ 10 ବର୍ଷ ପର୍ଯ୍ୟନ୍ତ ରହିପାରେ। ଏକାଦଶ ବର୍ଷରେ ଏହା ମୂଳ ଧନ ସହିତ ମୂଳପୋଛା ହୋଇଯାଏ। ଯେପରି ଏକ ଶୁଖିଲା ଗଛରେ ନିଆଁ ଲାଗିଗଲେ ସମଗ୍ର ଜଙ୍ଗଲକୁ ଜାଳିଦିଏ, ସେହିଭଳି ଗୋଟିଏ ଖରାପ ପୁଅ ସମଗ୍ର ପରିବାରକୁ ନଷ୍ଟ କରିଦିଏ। ନିଜର ଧନ କେବଳ ଯୋଗ୍ୟ ବ୍ୟକ୍ତିଙ୍କୁ ଦିଅ ଏବଂ ଅନ୍ୟମାନଙ୍କୁ ଦିଅ ନାହିଁ। ସେବକକୁ ନିଜର କର୍ତ୍ତବ୍ୟ ପାଳନ କରିବାରେ, ସମ୍ପର୍କୀୟକୁ ଅସୁବିଧାରେ, ବନ୍ଧୁଙ୍କୁ ଦୁଃଖରେ ଏବଂ ପତ୍ନୀକୁ ଦୁର୍ଭାଗ୍ୟରେ ପରଖିପାର। କଣ୍ଟା ଏବଂ ଦୁଷ୍ଟ ଲୋକମାନଙ୍କ ସହିତ ମୁକାବିଲା କରିବାର 2ଟି ଉପାୟ ଅଛି। ଗୋଟିଏ ହେଉଛି ସେମାନଙ୍କୁ ହରାଇ ଦେବା ଏବଂ ଅନ୍ୟଟି ହେଉଛି ସେମାନଙ୍କଠାରୁ ଦୂରେଇ ରହିବା। ଜ୍ଞାନୀ ଲୋକେମାନେ ସର୍ବଦା ନିଜ ପୁଅମାନଙ୍କୁ ବିଭିନ୍ନ ନୈତିକ ଶିକ୍ଷା ଦେଇ ବଢ଼ାଇଥାନ୍ତି, କାରଣ ନୀତିଶିକ୍ଷା ଜାଣିଥିବା ଉତ୍ତମ ଆଚରଣ ଥିବା ପିଲାମାନେ ନିଜ ପରିବାର ପାଇଁ ଗର୍ବ ଆଣିଥାନ୍ତି। ପ୍ରତ୍ୟେକ ପର୍ବତରେ ମାଣିକ ନଥାଏ କି ପ୍ରତ୍ୟେକ ହାତୀର ମୁଣ୍ଡରେ ମୋତି ନଥାଏ, କିମ୍ବା ସବୁ ଜାଗାରେ ସାଧୁ ନଥାନ୍ତି କି ପ୍ରତ୍ୟେକ ଜଙ୍ଗଲରେ ଚନ୍ଦନ ଗଛ ନଥାଏ। କାଠ, ପଥର କିମ୍ବା ମାଟିର ମୂର୍ତ୍ତିରେ ଭଗବାନ ବାସ କରନ୍ତି ନାହିଁ। ତାଙ୍କର ପ୍ରକୃତ ବାସ ଆମ ଭାବନାରେ ଓ ଆମ ବିଚାରରେ ଅଛି। ଆମ ଭାବନାରେ ହିଁ ଆମେ ଏହି ମୂର୍ତ୍ତିଗୁଡ଼ିକରେ ଭଗବାନଙ୍କୁ ବିଦ୍ୟମାନ କରିଥାଉ। ଯିଏ ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ଯିଏ କୌଣସି ବି ପରିସ୍ଥିତିର ମୁକାବିଲା କରେ, ସେ ଉଭୟ ସର୍ବଦା ଖୁସି ରୁହନ୍ତି। କିନ୍ତୁ ଭାଗ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ବ୍ୟକ୍ତି ସାଂଘାତିକ ଭାବରେ ବର୍ବାଦ ହୋଇଥାଏ। କଠିନ ସମୟରେ ନିଜ ସମ୍ପତ୍ତିକୁ ସୁରକ୍ଷା ଦେବା ଉଚିତ। ନିଜ ଧନ ବଳିଦାନ ଦେଇ ପତ୍ନୀକୁ ସୁରକ୍ଷା ଦେବା ଉଚିତ, କିନ୍ତୁ ଧନ ଓ ପତ୍ନୀର ବଳିଦାନ ଦେଇ ମଧ୍ୟ ନିଜ ଆତ୍ମାକୁ ବଞ୍ଚାଇବା ଉଚିତ। ପ୍ରତ୍ୟେକ ବନ୍ଧୁତା ପଛରେ କିଛି ନା କିଛି ସ୍ୱାର୍ଥ ଥାଏ। ସ୍ୱାର୍ଥ ବିନା ବନ୍ଧୁତା ନଥାଏ। ଏହା ଏକ କଠୋର ସତ୍ୟ। ସେହି ବ୍ୟକ୍ତିଙ୍କଠାରୁ ଦୂରରେ ରୁହନ୍ତୁ ଯିଏ ଆପଣଙ୍କ ସାମ୍ନାରେ ମଧୁର କଥାବାର୍ତ୍ତା କରେ କିନ୍ତୁ ଆପଣଙ୍କ ପଛରେ ଆପଣଙ୍କ ଖରାପ ଚିନ୍ତା କରେ, କାରଣ ସେ ଜଣେ ବିଷରେ ପରିପୂର୍ଣ୍ଣ ପାତ୍ର ଉପରେ ଥିବା କ୍ଷୀର ପରି ହୋଇଥାଏ। ଅପମାନିତ ହୋଇ ଜୀବନ ବଞ୍ଚିବା ଅପେକ୍ଷା ମରିବା ଭଲ। ଜୀବନ ହରାଇବା କେବଳ କ୍ଷଣିକ ପାଇଁ କଷ୍ଟ ଦିଏ, କିନ୍ତୁ ଅପମାନିତ ହୋଇ ଜଣେ ବଞ୍ଚିବା ପ୍ରତ୍ୟେକ ଦିନ କଷ୍ଟ ଦିଏ। ଯାହା ଘଟିଯାଇଛି ସେଥିପାଇଁ ଆମେ ବିବ୍ରତ ହେବା ଉଚିତ ନୁହେଁ କିମ୍ବା ଭବିଷ୍ୟତ ବିଷୟରେ ଚିନ୍ତା କରିବା ଉଚିତ ନୁହେଁ। ବିବେକ ପୁରୁଷ କେବଳ ବର୍ତ୍ତମାନ ପରିସ୍ଥିତି ସହ କାର୍ଯ୍ୟ କରନ୍ତି। ସାପର ଦାନ୍ତରେ, ମାଛିର ପାଟିରେ ଏବଂ ବିଛାର ଡଙ୍କରେ ବିଷ ଅଛି, କିନ୍ତୁ ଦୁଷ୍ଟ ମଣିଷ ଏଥିରେ ଅତୃପ୍ତ ନୁହନ୍ତି। ଜଣେ ଅଶିକ୍ଷିତ ବ୍ୟକ୍ତିର ଜୀବନ କୁକୁରର ଲାଞ୍ଜ ପରି ଅଦରକାରୀ, ଯାହା କୁକୁରର ପଛଭାଗକୁ ଆଚ୍ଛାଦନ କରେ ନାହିଁ କିମ୍ବା କୀଟ କାମୁଡ଼ାରୁ ରକ୍ଷା କରେ ନାହିଁ। ଯିଏ ଆମ ମନରେ ବାସ କରେ ତାକୁ ଆମେ ନିକଟରେ ଅନୁଭବ କରୁ, ଯଦିଓ ସେ ପ୍ରକୃତରେ ବହୁତ ଦୂରରେ ଥାଏ। କିନ୍ତୁ ଯିଏ ଆମ ହୃଦୟରେ ନାହିଁ
ସେ ଆମଠୁ ଦୂରରେ ଥାଏ, ଯଦିଓ ସେ ପ୍ରକୃତରେ ନିକଟରେ ଥାଏ। ଧାର୍ମିକ ଆଚରଣ ବଞ୍ଚିବା ପାଇଁ ଶିଖିବାରେ ସଫଳତା ଓ ନୈତିକ ଉତ୍କର୍ଷତାର ବ୍ୟକ୍ତିଗତ ସୌନ୍ଦର୍ଯ୍ୟ ପାଇଁ ଏକ ଅଳଙ୍କାର ହୋଇଥାଏ। ଜଣେ ବ୍ୟକ୍ତିର ଉତ୍ପତ୍ତି ତାଙ୍କ ଆଚରଣରୁ ଆକଳନ କରାଯାଇପାରେ। ତାଙ୍କ ଉତ୍ପତ୍ତି ସ୍ଥାନ ତାଙ୍କ ଭାଷାରୁ ଆକଳନ କରାଯାଇପାରେ ଏବଂ ଖାଦ୍ୟ ସେବନ ତାଙ୍କ ପେଟର ଆକଳନରୁ କରାଯାଇପାରେ। ପୃଥିବୀ ସତ୍ୟର ଶକ୍ତି ଦ୍ୱାରା ସମର୍ଥିତ। ଏହା ହେଉଛି ସତ୍ୟର ଶକ୍ତି, ଯାହା ସୂର୍ଯ୍ୟକୁ ଉଜ୍ଜ୍ୱଳ କରେ ଏବଂ ପବନକୁ ପ୍ରବାହିତ କରେ। ପ୍ରକୃତରେ ସମସ୍ତ ବିଷୟ ସତ୍ୟ ପରିବର୍ତ୍ତେ ନିର୍ଭର କରେ। ତୁମର କାରବାରରେ ଅତ୍ୟଧିକ ସଚ୍ଚୋଟ ହୁଅ ନାହିଁ, କାରଣ ଯେତେବେଳେ ତୁମେ ଜଙ୍ଗଲକୁ ଯାଅ, ତୁମେ ଦେଖିବ ଯେ ସିଧା ଗଛ ଶୀଘ୍ର କଟା ହୋଇଯାଏ ଏବଂ ବଙ୍କା ଗଛ ଠିଆ ହୋଇଛି। ଆମେ ସବୁବେଳେ କେବଳ ସେହି କଥା କହିବା ଉଚିତ ଯାହା ଆମେ ଦୟାର ଆଶା କରୁଥିବା ବ୍ୟକ୍ତିଙ୍କୁ ସନ୍ତୁଷ୍ଟ କରେ। ଯେପରି ଜଣେ ଶିକାରୀ ହରିଣକୁ ମାରିବାକୁ ଚାହୁଁଥିବା ସମୟରେ ଏକ ମଧୁର ଗୀତ ଗାଇଥାଏ। ଜଣେ ବିଦ୍ୱାନ ବ୍ୟକ୍ତି ଲୋକମାନଙ୍କ ଦ୍ୱାରା ସମ୍ମାନିତ ହୁଏ। ଜଣେ ବ୍ୟକ୍ତି ତାଙ୍କ ବିଦ୍ୟା ପାଇଁ ସର୍ବତ୍ର ସମ୍ମାନ ପାଇଥାଏ। ବାସ୍ତବରେ ବିଦ୍ୟା ହିଁ ସର୍ବତ୍ର ପୂଜା ପାଏ। ଯେଉଁ ବ୍ୟକ୍ତି ସମସ୍ତ ଜୀବଙ୍କ ପ୍ରତି ଦୟା ଏବଂ କରୁଣା କରନ୍ତି, ସେ ନିଶ୍ଚିତ ଭାବରେ ଧାର୍ମିକ ଅଟନ୍ତି। ତାଙ୍କର ଧାର୍ମିକତାକୁ ପ୍ରମାଣ କରିବା ପାଇଁ ତାଙ୍କୁ କୌଣସି ଧାର୍ମିକ ପ୍ରତୀକ ପିନ୍ଧିବା ଆବଶ୍ୟକତା ନାହିଁ। ଯେଉଁଠାରେ ଏହି 5 ଜଣ ଲୋକ ନ ରୁହନ୍ତି, ସେଠାରେ ଗୋଟିଏ ଦିନ ବି ରହିବା ଉଚିତ ନୁହେଁ। ଜଣେ ଧନୀ ବ୍ୟକ୍ତି, ବୈଦିକ ଜ୍ଞାନଯୁକ୍ତ ଜଣେ ବ୍ରାହ୍ମଣ, ଜଣେ ରାଜା, ଗୋଟିଏ ନଦୀ ଏବଂ ଜଣେ ବୈଦ୍ୟ। ଆମକୁ କଠୋର ଲୋକଙ୍କୁ ନରମ କରିବାକୁ ପଡ଼ିବ, ଦୂର ଲୋକଙ୍କୁ ଆକର୍ଷିତ କରିବାକୁ ପଡ଼ିବ। ଯଦି ସେମାନେ ଆମ ସହ ଖରାପ ବ୍ୟବହାର କରନ୍ତି, ତେବେ ଆମର ଲକ୍ଷ୍ୟ ବୋଲି ଭାବି ସେମାନଙ୍କୁ ସର୍ବଦା ପ୍ରେମ କରିବା ଆବଶ୍ୟକ। ଜ୍ଞାନ ପବିତ୍ର କାମଧେନୁ ପରି ଏବଂ ପ୍ରତ୍ୟେକ ଋତୁରେ ଫଳ ଦେଉଥିବା ଗଛ ପରି ଅଟେ। ଅଜ୍ଞାନମୟ ଏହି ଜଗତରେ ଅଞ୍ଚଳରେ ଏହା ଆପଣଙ୍କୁ ସୁରକ୍ଷା ଯୋଗାଇଥାଏ ଏବଂ ପୁରସ୍କାର ଦେଇଥାଏ। ମଣିଷ ଏକାକୀ ଜନ୍ମ ହୁଏ ଏବଂ ଏକାକୀ ମୃତ୍ୟୁକୁ ପ୍ରାପ୍ତ ହୁଏ। ସେ ଏକାକୀ ହିଁ ନିଜ କର୍ମର ଭଲ ବା ଖରାପ ପରିଣାମ ଭୋଗ କରିଥାଏ ଏବଂ ସେ ଏକାକୀ ହିଁ ନର୍କ କିମ୍ବା ସର୍ବୋଚ୍ଚ ଲୋକକୁ ଯାଇଥାଏ। ଆଧ୍ୟାତ୍ମିକ ଶାନ୍ତିରେ ଯେଉଁ ଲୋକମାନେ ସନ୍ତୁଷ୍ଟ, ସେମାନେ ଯେଉଁ ସୁଖ ଶାନ୍ତି ଲାଭ କରନ୍ତି, ଲୋଭୀ ଲୋକମାନେ ଏଠାରେ ଏବଂ ସେଠାରେ ଅସ୍ଥିର ଭାବରେ ଭ୍ରମଣ କରି ମଧ୍ୟ ତାହା ପ୍ରାପ୍ତ କରିପାରନ୍ତି ନାହିଁ। ଜଣେ ବ୍ରାହ୍ମଣର ଶକ୍ତି ତାହାର ଶିକ୍ଷାରେ, ଜଣେ ରାଜାଙ୍କର ଶକ୍ତି ତାଙ୍କର ସୈନ୍ୟବାହିନୀରେ, ଏକ ବୈଶ୍ୟର ଶକ୍ତି ତାହାର ସମ୍ପତ୍ତିରେ ଏବଂ ଏକ ଶୂଦ୍ରର ଶକ୍ତି ତା ସେବା ମନୋଭାବରେ ରହିଥାଏ। ସିଂହଙ୍କ ଠାରୁ ଶିଖିପାରିବା ଭଳି ଏକ ଉତ୍କୃଷ୍ଟ କଥା ହେଉଛି ଯେ ମନୁଷ୍ୟ ଯାହା କରିବାକୁ ଇଚ୍ଛା କରେ, ତାହା ପୂରା କରିବା ପାଇଁ ଭଲ ମନରେ ଏବଂ ଜୋରଦାରରେ ପ୍ରୟାସ କରିବା ଉଚିତ। ସନ୍ତୁଳିତ ମନ ପରି କୌଣସି ତପସ୍ୟା କର ନାହିଁ। ସନ୍ତୋଷ ପରି କୌଣସି ସୁଖ ନାହିଁ। ଲୋଭ ପରି କୌଣସି ରୋଗ ନାହିଁ ଏବଂ ଦୟା ଭଳି କୌଣସି ପୁଣ୍ୟ ନାହିଁ। ଅପମାନିତ ହୋଇ ଜୀବନକୁ ସୁରକ୍ଷିତ ରଖିବା ଅପେକ୍ଷା ମରିବା ଭଲ। ଜ୍ଞାନକୁ ପ୍ରୟୋଗ ନ କରି ଜୀବନ ହଜିଯାଏ। ଅଜ୍ଞାନତାରୁ ମଣିଷ ହଜିଯାଏ। ସେନାପତି ବିନା ସେନା ହଜିଯାଏ ଏବଂ ଜଣେ ସ୍ତ୍ରୀ ସ୍ୱାମୀ ବିନା ହଜିଯାଏ। ଯାହାର ଜ୍ଞାନ ବହିରେ ସୀମିତ ଏବଂ ଯାହାର ଧନ ଅନ୍ୟର ଅଧୀନରେ ଅଛି, ସେ ଆବଶ୍ୟକ ସମୟରେ ଜ୍ଞାନ କିମ୍ବା ଧନ କାହାର ବ୍ୟବହାର କରିପାରିବ ନାହିଁ। ଜଣେ ଲୋଭୀ ବ୍ୟକ୍ତିଙ୍କୁ ଧନ ଦେଇ ଜିଣିପାରିବା, ଜଣେ ମୂର୍ଖକୁ ବିନତି କରି ଜିଣିପାରିବା ଏବଂ ଜଣେ ଜ୍ଞାନୀ ବ୍ୟକ୍ତିକୁ କେବଳ ସତ୍ୟ ଦ୍ୱାରା ଜିଣିପାରିବା। ମଣିଷ ଏପରି ଏକ ସ୍ଥାନରେ ବାସ କରିବା ଉଚିତ ନୁହେଁ ଯେଉଁଠାରେ ଲୋକମାନେ ଆଇନକୁ ଭୟ କରନ୍ତି ନାହିଁ, ଯେଉଁଠାରେ ନିର୍ଲଜ୍ଜ ଲୋକ ଥାନ୍ତି, ଯେଉଁଠାରେ ଲୋକମାନଙ୍କ ପାଖରେ କରୁଣାର ଅଭାବ ଥାଏ, ଯେଉଁଠାରେ ଚତୁରତାର ଅଭାବ ଥାଏ ଏବଂ ଯେଉଁଠାରେ ସୃଜନଶୀଳତା କିମ୍ବା କଳା ନଥାଏ। ବ୍ରାହ୍ମଣମାନେ ତାଙ୍କ ଭକ୍ତଠାରୁ ଶିକ୍ଷା ପାଇବା ପରେ, ପଣ୍ଡିତମାନେ ସେମାନଙ୍କର ଶିକ୍ଷକମାନଙ୍କଠାରୁ ଶିକ୍ଷା ଗ୍ରହଣ କରିବା ପରେ ଏବଂ ପଶୁମାନେ ପୋଡ଼ିଯାଇଥିବା ଜଙ୍ଗଲ ଛାଡ଼ି ସର୍ବଦା ଛାଡ଼ି ଚାଲିଯାଆନ୍ତି। ଅତି ସୁନ୍ଦର ଯୋଗୁଁ ସତୀଙ୍କ ଅପହରଣ ହୋଇଥିଲା। ଅତି ଗର୍ବ ଯୋଗୁଁ ରାବଣର ହତ୍ୟା ହୋଇଥିଲା ଏବଂ ଅତ୍ୟଧିକ ଦାନ ରାଜା ବଳିଙ୍କୁ ପାତାଳକୁ ନେଇଗଲା। ତେଣୁ ଅତିଟି ସବୁ କ୍ଷେତ୍ରରେ ଖରାପ। ଜଣେ ବୁଦ୍ଧିମାନ ପୁରୁଷ ଏକ ସମାଜଜନକ ପରିବାରର ଝିଅକୁ ବିବାହ କରିବା ଉଚିତ, ଯଦିଓ ସେ ସୁନ୍ଦର ନ ହେଉ,
କେବେ ବି ସୁନ୍ଦର ହେତୁ ନିମ୍ନ ଜାତିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ ନୁହେଁ। ବିବାହ ସମ୍ମାନ ସ୍ତରରେ ହେବା ଉଚିତ। ଥରେ ମନୁଷ୍ୟ ମହତ୍ୱାକାଂକ୍ଷା ଜାଗ୍ରତ ହେଲେ କେହି ତାକୁ ଅଟକାଇ ପାରିବେ ନାହିଁ। ଜଣେ ବ୍ୟବସାୟୀଙ୍କ ପାଇଁ କୌଣସି ଦେଶ ଅଧିକ ଦୂର ହୋଇପାରିବ ନାହିଁ। ଜଣେ ବିଦ୍ୱାନ ବ୍ୟକ୍ତିଙ୍କ ପାଇଁ ବିଦେଶ ଭଳି କିଛି ନାହିଁ। ସେ ଯେଉଁଆଡ଼େ ଯାଆନ୍ତି ସେ ଘରେ ହିଁ ଥାଆନ୍ତି। ଭବିଷ୍ୟତରେ ଆସୁଥିବା ସମସ୍ୟା ବିଷୟରେ ଅବଗତ ଥିବା ଏବଂ ନିଜ ବୁଦ୍ଧି ସହ ସାମ୍ନା କରୁଥିବା ବ୍ୟକ୍ତି ସର୍ବଦା ଖୁସି ରହେ। ଯଦି ତୁମକୁ ଜଣେ ମନ୍ଦ ଲୋକ ଓ ସାପ ଭିତରେ ବାଛିବାକୁ ପଡ଼ିବ ତେବେ ସାପକୁ ବାଛିବ, କାରଣ ସାପ ତୁମକୁ କେବଳ ଆତ୍ମରକ୍ଷା ପାଇଁ କାମୁଡ଼ିବ। କିନ୍ତୁ ଜଣେ ମନ୍ଦ ବ୍ୟକ୍ତି କୌଣସି କାରଣରୁ ଏବଂ ଯେକୌଣସି ସମୟରେ ସର୍ବଦା କାମୁଡ଼ିବ। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିଜକୁ ସର୍ବଦା 3ଟି ପ୍ରଶ୍ନ ପଚାର। ମୁଁ ଏହା କାହିଁକି କରୁଛି? ଏହାର ପରିଣାମ କ'ଣ? କ'ଣ ମୁଁ ସଫଳ ହେବି? କେବଳ ଯେତେବେଳେ ତୁମେ ଗଭୀର ଭାବରେ ଚିନ୍ତା କରିବ ଏବଂ ଏହି ପ୍ରଶ୍ନଗୁଡ଼ିକର ସନ୍ତୋଷଜନକ ଉତ୍ତର ପାଇବ, ସେତେବେଳେ ହିଁ ଆଗକୁ ବଢ଼ିବ। ଯେଉଁଠାରେ ଜୀବିକାର କୌଣସି ମାଧ୍ୟମ ନାହିଁ, ଯେଉଁଠାରେ ଲୋକଙ୍କ ମଧ୍ୟରେ ଭୟ ନାହିଁ, ଯେଉଁଠାରେ ଲଜ୍ଜାବୋଧ ନାହିଁ, ଯେଉଁଠାରେ ବୁଦ୍ଧି ନାହିଁ, ଯେଉଁଠାରେ ଦାନ କରିବାର ପ୍ରବୃତ୍ତି ନାହିଁ, ଜଣେ ବୁଦ୍ଧିମାନ ବ୍ୟକ୍ତି କେବେ ବି ଏପରି ସ୍ଥାନକୁ ଯିବା ଉଚିତ ନୁହେଁ। ଜଣେ ଗୁରୁ ଯିଏ ନିଜ ଶିକ୍ଷାଙ୍କୁ ଧର୍ମର ପଥ ଦେଖାଏ, ସେ ଆମକୁ ଏମିତି ଋଣ କରନ୍ତି ଯେ ଯାହା ପରିଶୋଧ ହୋଇପାରିବ ନାହିଁ। କାରଣ କୌଣସି ଭୌତିକ ବସ୍ତୁ ବା ଜିନିଷ ସେତିକି ମୂଲ୍ୟବାନ ନୁହେଁ। ଜଣେ ଶିକ୍ଷକ କଦାପି ସାଧାରଣ ବ୍ୟକ୍ତି ନୁହେଁ। ବିନାଶ ଏବଂ ସୃଷ୍ଟି ତାଙ୍କ କୋଳରେ ବଢ଼ିଥାଏ। ଶିକ୍ଷା ହେଉଛି ସର୍ବୋତ୍ତମ ବନ୍ଧୁ। ଜଣେ ଶିକ୍ଷିତ ବ୍ୟକ୍ତି ସର୍ବତ୍ର ସମ୍ମାନ ପାଆନ୍ତି। ଶିକ୍ଷା ଯୌବନ ଏବଂ ସୌନ୍ଦର୍ଯ୍ୟକୁ ପରାସ୍ତ କରେ। ଜଣେ ଅଶିକ୍ଷିତ ବ୍ୟକ୍ତି ସେ ଯେତେ ଭଲ ପରିବାରର ହୋଇଥାଉ ନା କାହିଁକି, ସେ ରଙ୍ଗବିହୀନ ଏବଂ ସୁଗନ୍ଧବିହୀନ ଫୁଲ ପରି ଅଦରକାରୀ ହୋଇଥାଏ। ଯେପରି ଜଣେ ମା ନିଜ ପିଲାଙ୍କୁ ସୁରକ୍ଷା ଦିଏ, ଜ୍ଞାନ କଠିନ ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇଥାଏ, ସେହିପରି ଅତ୍ୟଧିକ ପ୍ରତିକୂଳ ସମୟରେ ମଧ୍ୟ ଜଣେ ଜ୍ଞାନୀ ବ୍ୟକ୍ତି ନିଜ ବୁଦ୍ଧି ମାଧ୍ୟମରେ ସବୁକିଛି ପରିଚାଳନା କରିପାରନ୍ତି ଏବଂ ନିଜ ପାଇଁ ଏକ ରାସ୍ତା ତିଆରି କରିପାରନ୍ତି। ପାରିବାରିକ ସ୍ଥିତି ଏବଂ ଶାରୀରିକ ସୌନ୍ଦର୍ଯ୍ୟ ବ୍ୟକ୍ତିର ବ୍ୟକ୍ତିତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଶିକ୍ଷା ହିଁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱର ଶକ୍ତି, ଚରିତ୍ର, ଜ୍ଞାନ ଏବଂ ଗୁଣର ଗୁଣଗାନ କରିଥାଏ। ଯେପରି ଏକ ଦର୍ପଣ ମନୁଷ୍ୟର ଚେହେରାକୁ ପ୍ରତିଫଳିତ କରେ, ସେହିଭଳି ତା'ର ବ୍ୟକ୍ତିତ୍ୱର ପ୍ରତିଫଳନ ତା'ର ସାଙ୍ଗମାନଙ୍କର ପସନ୍ଦରେ ହୁଏ। ବନ୍ଧୁତାରେ ଜଣେ ସର୍ବଦା ଯତ୍ନବାନ ହେବା ଉଚିତ, କାରଣ ବନ୍ଧୁମାନେ ହିଁ ଜଣଙ୍କର ଅନ୍ତର୍ନିହିତ ପ୍ରବୃତ୍ତିର ବିସ୍ତାର କରନ୍ତି। ପତ୍ନୀଙ୍କଠାରୁ ଅଲଗା ହେବା, ପ୍ରିୟଜନଙ୍କ ପ୍ରତି ଅବମାନନା, ଯୁଦ୍ଧରେ ବଞ୍ଚିଯାଇଥିବା ଶତ୍ରୁ, ଏକ ଦୁଷ୍ଟ ରାଜାଙ୍କର ସେବା, ଦରିଦ୍ରତା ଏବଂ ଦୁଷ୍କର୍ମ ଏହି 6ଟି ମନୁଷ୍ୟର ଶ୍ରେଷ୍ଠ ଶତ୍ରୁ, ଯିଏ ମନୁଷ୍ୟକୁ ବିନା ଅଗ୍ନିରେ ବି ଜଳାଇ ଦିଏ। 100ଟି ଅଗୁଣ ପୁଅ ପାଇବା ଅପେକ୍ଷା କେବଳ ଗୋଟିଏ ଗୁଣ ଥିବା ପୁଅ ପାଇବା ଭଲ, କାରଣ ଯଦିଓ ଗୋଟିଏ ଚନ୍ଦ୍ର ଥାଏ, ସେହି ଅନ୍ଧକାରକୁ ଦୂର କରିଯାଏ, ଯାହା ଅସଂଖ୍ୟ ତାରାଗଣ ମଧ୍ୟ ଦେଇପାରନ୍ତି ନାହିଁ। ପ୍ରଥମ 5 ବର୍ଷ ପାଇଁ ନିଜ ପିଲାଙ୍କୁ ଲାଳନ କରନ୍ତୁ। ପରବର୍ତ୍ତୀ 5 ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ତାଡ଼ନ କରନ୍ତୁ ଏବଂ 16 ବର୍ଷ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ବନ୍ଧୁ ଭାବରେ ବ୍ୟବହାର କରନ୍ତୁ। ବଡ଼ ହେଲା ପରେ ତୁମର ପିଲାମାନେ ତୁମର ସର୍ବୋତ୍ତମ ବନ୍ଧୁ ହୋଇଯିବେ। ଜଣେ ଭଲ ପତ୍ନୀ ହେଉଛନ୍ତି ଯିଏ ନିଜ ସ୍ୱାମୀଙ୍କୁ ସକାଳେ ମା ପରି ସେବା କରେ, ଦିନରେ ଭଉଣୀ ପରି ସ୍ନେହ କରେ ଏବଂ ରାତିରେ ବେଶ୍ୟା ପରି ପ୍ରେମ କରି ସ୍ୱାମୀକୁ ସନ୍ତୁଷ୍ଟ କରେ। ଦୁଷ୍ଟ ପତ୍ନୀ, ମିଥ୍ୟା ବନ୍ଧୁ, ଦୁଷ୍ଟ ସେବକ ଏବଂ ଗୋଟିଏ ଘରେ ସର୍ପ ସହିତ ରହିଥିବା ମୃତ୍ୟୁ ଛଡ଼ା ଆଉ କିଛି ନୁହେଁ। ସମାନତା ମଧ୍ୟରେ ବନ୍ଧୁତା ବୃଦ୍ଧି ପାଇଥାଏ। ରାଜାଙ୍କ ଅଧୀନରେ ସେବା କରିବା ସମ୍ମାନଜନକ। ସର୍ବସାଧାରଣ କାରବାରରେ ବ୍ୟବସାୟୀ ହେବା ଭଲ ଏବଂ ଜଣେ ସୁନ୍ଦର ମହିଳା ତାଙ୍କ ଘରେ ସୁରକ୍ଷିତ ହୋଇଥାଏ। ଯେପରି ସୁଗନ୍ଧିତ ଫୁଲରେ ପରିପୂର୍ଣ୍ଣ ଗଛ ନିଜର ସୁଗନ୍ଧ ସମଗ୍ର ଜଙ୍ଗଲରେ ବିସ୍ତାର କରେ, ସେହିପରି ଜଣେ ଦକ୍ଷ ପୁଅ ସମଗ୍ର ପରିବାର, ସମ୍ପ୍ରଦାୟ ଏବଂ ଦେଶ ପାଇଁ ଗୌରବ ଆଣିଥାଏ। ଯାହାର ପୁଅ ତାଙ୍କ କଥା ମାନିଥାଏ, ଯାହାର ପତ୍ନୀ ତାଙ୍କ ଇଚ୍ଛା ଅନୁଯାୟୀ ଆଚରଣ କରିଥାଏ ଏବଂ ଯିଏ ତାଙ୍କ ଜୀବନଶୈଳୀରେ ସନ୍ତୁଷ୍ଟ, ସେ ହିଁ ପୃଥିବୀରେ ହିଁ ସ୍ୱର୍ଗକୁ ପ୍ରାପ୍ତ କରିଥାଏ। ଜଣେ ଖରାପ ବନ୍ଧୁକୁ ଭରସା କର ନାହିଁ,
କିମ୍ବା ସାଧାରଣ ବନ୍ଧୁକୁ ମଧ୍ୟ ବିଶ୍ୱାସ କର ନାହିଁ, କାରଣ ଯଦି ସେ ତୁମ ଉପରେ କ୍ରୋଧିତ ହୁଏ ତେବେ ସେ ତୁମର ସମସ୍ତ ରହସ୍ୟ ପ୍ରକାଶ କରିପାରେ। ଆଶା କରେ ଚାଣକ୍ୟଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ନୀତି ଆପଣଙ୍କ ଜୀବନରେ ଏକ ଗଭୀର ସକାରାତ୍ମକ ପ୍ରଭାବ ପକାଇବ।